କଣ ହଉଛି କହିଲ? କି ମୋ ଦେହ ପୁରା ଗରମ ହେଇଯାଉଛି। କାହିଁକି? ସେମିତି କହୁନ କଣ ପାଇଁ? କଣ ପାଇଁ କହୁନ? ସେମିତି ସେମିତି ଏଇ ମାନେ ସବୁ ମାନେ ଦେଖିଲେ ଟିଭିରେ। ଇଚ୍ଛା ହଉଛି ବହୁତ ନାଇଁ କି? ହୁଁ। ମାନେ କରିଲେ ଭଲ ଲାଗିବ ବୋଧେ ତମକୁ? ହଁ। ହୁଁ। ହୁଁ। ସତରେ? ହଁ। କେବେ ଆସିବ କହୁନ? ଖୁବ ଜଲ୍ଦି ମୋ ଏକ୍ଜାମ ଟା ଖାଲି ସରିଯାଉ। ଆସିବ? ସତରେ? ହଁ। ଛାଡ଼ିବିନି ଆସିଲେ ଏବେ। ବହୁତ କରିବି। ହୁଁ। ହୁଁ। ହଁ। ସତରେ ନା? ହଁ। ହ୍ୟାଲୋ। ହଁ। ଆଉ କଣ କଣ ହଉଛି କହିଲ? କଣ ଆଉ କିଛି ହଉନି। ଆରେ କହିଲେ ସିନା ଜାଣିବି। ସାରଙ୍କ କଥା ଶୁଣିକି ମୋ ମୁଣ୍ଡରେ ପୁରା ମାନେ ଘୁରିଲାଣି। କଣ ଶୁଣିବି କହୁନ? ସେ ଯୋଉ ସନମନ୍ତ ଦିନ ଯୋଉ ମଜା କରିଥିଲା ବୋଲିକି ହୁଁ। ଯେ ସାର୍ କହୁଥିଲେ ତାଙ୍କର ଗାର୍ଲଫ୍ରେଣ୍ଡଙ୍କ କଥା। କଣ କହୁଥିଲେ? ଏଇ ଆମ ସେ ମାନେ ତାଙ୍କ ଗାର୍ଲଫ୍ରେଣ୍ଡ ସହିତ ଖେଳୁଥିଲେ ଛୋଟ ବେଳେ ତାର ମାନେ ତାଙ୍କ ଛାତି କଣ କଲେ ସେ ଚିପି ଧରୁଥିଲେ ସେଇ କଥା ମାନେ କହୁଥିଲେ। ହୁଁ ଖେଳୁଥିଲେ ଚିପି ଦଉଥିଲେ ତାପରେ ମାନେ ଖୋଲିକି? ହଁ ବୋଲେ ସେ ଝିଅ ଟା ପୁରା ରାଗିଯାଏ। ହୁଁ ତାପରେ? ଆଉ ପଳେଇଛି ସେଇଥିପାଇଁ ସେଇ କଥା କହୁଥିଲେ ମୁଁ ହସି ହସି ପାଗଳ ତାଙ୍କ କଥା ଶୁଣିକି। ହୁଁ। ହୁଁ ତମକୁ ଏଇ କଥା ଗୁଡା କୁହନ୍ତି ଭଲ ଲାଗେ ତମକୁ ଶୁଣିବାକୁ? ଏମିତିରେ ବି ତ ମୋର ମାଷ୍ଟର ନୁହନ୍ତି ନା। ହୁଁ। ଆଉ ମତେ କହୁଥିଲେ ବି ଏସବୁ ଲାଇନରେ ଆସିବାକୁ ପଡିଲେ କମ୍ପ୍ରୋମାଇଜ କରିବା ପାଇଁ ପଡେ ଏ ସବୁ ମୁଁ କହିଲି ମୁଁ ଟ୍ରାଏ କରିବି ସାର୍ ମୁଁ କହିଲି ଆପଣଙ୍କ ମୁଁ ତ ଆପଣଙ୍କ ଲାଇନ ରେ ଯିବାକୁ ଚାହୁଁଛି ମୋ ଲାଇନ ରେ ସିନା ମୁଁ ତତେ କେତେଟା ଭିଡିଓ ଦେଇପାରିବି ଦିନକୁ ତ ମୁଁ ଏମିତି ଦେଇପାରିବିନି ନା ଫିଲ୍ମ ମୁଁ କେତେବେଳେ କେମିତି କରିପାରିବୁ ଆଉ ତୁ ଅଲଗା ଲାଇନରେ ନ ମିଶିଲେ ତୁ କେମିତି ଯାଇ ଆଗକୁ ବଢିବୁ ମତେ କହୁଥିଲେ। ହୁଁ। ହୁଁ। ତମେ କଣ କହିଲ? ମୁଁ କହିଲି ହଉ ଠିକ ଅଛି। ଟ୍ରାଏ କରିବି ନାଇଁ? ହୁଁ କମ୍ପ୍ରୋମାଇଜ କରିବ? ବଟ ମୁଁ କମ୍ପ୍ରୋମାଇଜ କରିବିନି। ମୋର ପସନ୍ଦ ଅଛି ମୁଁ କାହିଁକି କାହା ସହିତ କମ୍ପ୍ରୋମାଇଜ କରିବି। ହୁଁ। ତମେ ଅଛ ବା। ହୁଁ। ମୋର କଣ ଦରକାର କାହା ସହିତ କମ୍ପ୍ରୋମାଇଜ କରିବାର ଅଛି ମତେ କରିବାର ହିଁ ନାହିଁ। ମୋ ସହିତ କରିବାର ଅଛି? ହୁଁ।